ତ ଏମିତି କିଛି ବର୍ଷ ପରେ 1890 ମସିହା ଜୁନ୍ 10 ତାରିଖରେ ନିର୍ଦ୍ଧାରିତ କରା ତ ଜୟ ଜଗନ୍ନାଥ ମୋ ସବୁ ଭାଇନା ଆଉ ତାଙ୍କ ଭଉଣୀମାନେ। ଭାଇ କେବେ ଭାବିଛ ସପ୍ତାହକ 7 ଦିନ 7 ଦିନରୁ କେବଳ ରବିବାର ଦିନଟା ହିଁ ଆମକୁ କାହିଁକି ଛୁଟି ଘୋଷଣା ହେଇଛି? ସ୍କୁଲ ହଉ କଲେଜ ହଉ କୌଣସି ଅଫିସ ହଉ କେବଳ ରବିବାର ଦିନଟା କାହିଁକି? ଆଉ ବାକି 6 ଦିନ ଭିତରୁ ଗୋଟେ କାହିଁକି ନହେଲା? କେବେ ମନକୁ ଥଟ୍ ଆସିନି ନା? ଟିକେ ଜାଣିବାକୁ ଚେଷ୍ଟା କରିଛନ୍ତି? ତ ଯଦି ଭିଡ଼ିଓଟି ଭଲ ଲାଗିବ ନିଶ୍ଚିତ ଭାବେ ସେୟାର କରନ୍ତୁ, ମିଷ୍ଟର ଭାଇନା ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ତ ଘଟଣାଟି ଏଇଆ, କିଛି ଯେତେବେଳେ ବ୍ରିଟିଶ ସମୟ ଶାସନ ଚାଲିଥିଲା ତ ସେଇ ସମୟରେ ବ୍ରିଟିଶ ମାନଙ୍କର ଗୋଟେ ରୁଲ୍ସ ଥିଲା, ଛୁଟି ଫୁଟି କିଛି ନଥିଲା। ଆମ ଦଳିତ ମାନଙ୍କୁ ଛୁଟି ଫୁଟି କିଛି ଦଉନଥିଲେ ସେଇ ସମୟରେ। ତ ମୁମ୍ବାଇ ଯୋଉଟାକି ବର୍ତ୍ତମାନ ବମ୍ବେ ହେଇଯାଇଛି, ସେଠିକାର ଜଣେ ସମାଜ ସେବକ ନାରାୟଣ ଲୋଖଣ୍ଡେ ସିଏ ଏ ବିଷୟରେ ସ୍ୱର ଉତ୍ତୋଳନ କରିଥିଲେ, ଇଂରେଜ ମାନଙ୍କ ପାଖରେ ସ୍ୱର ଉତ୍ତୋଳନ କରିଥିଲେ। କିଛି ବର୍ଷ କେସ୍ ବି ଚାଲିଲା ତାଙ୍କ ସମର୍ଥନରେ, ବହୁତ ଲୋକ କିଛି ଠିଆ ହେଲେ ତାଙ୍କ ସମର୍ଥନରେ, ଗୋଟେ ଦିନ ଛୁଟି ଦାବି କରି। ତ ଏମିତି କିଛି ବର୍ଷ ପରେ 1890 ମସିହା ଜୁନ୍ 10 ତାରିଖରେ ନିର୍ଦ୍ଧାରିତ କରାଗଲା ରବିବାରକୁ। ସେହି ଦିନଠାରୁ ଆଜି ଯାଏଁ ରବିବାର ଦିନଟାକୁ ଛୁଟି ଘୋଷଣାରେ କରାଯାଇଥିଲା। ବର୍ତ୍ତମାନ ବି ଛୁଟି ଘୋଷଣା କରାଯାଇଛି। ତ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟରେ ଜଣାନ୍ତୁ। ଯଦି ଭଲ ଲାଗିଛି ମିଷ୍ଟର ଭାଇନା ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ। ଜୟ ଜଗନ୍ନାଥ।